ଏବେ ଶୀତ ଦିନରେ ବଢ଼ିଆ ବଢ଼ିଆ ମୂଳା ମିଳୁଛି। ଚାଲନ୍ତୁ ଆଜି ତିଆରି କରିବା ମୂଳା ପରଟା। ସେଥିପାଇଁ ମୂଳାକୁ ନେଇଯିବା, ତାର ଚୋପା ସବୁ ଚାଞ୍ଚିକି ବାହାର କରିଦେବା, ତାକୁ ଧୁଆଧୁଇ କରି କୁରିଦେବା। କୁରି ସାରିଲା ପରେ ତାକୁ ସବୁ ଏଇଭଳି ଚିପୁଡ଼ିକିରି ପାଣିଟିକୁ ବାହାର କରିଦେବା। ସେଇ ପାଣି ଦେହରେ ଆମେ ଅଟାଟି ଦଳିଦେବା। ଅଟାଟି ଦଳି ଦେଇ ତାକୁ ଘୋଡ଼େଇକି ରଖିଦେବା। କେବେଠାରୁ ମୁଁ ଗୋଟେ ଚପର କିଣିଥିଲି, କିନ୍ତୁ ତାକୁ ବ୍ୟବହାର କରିନଥିଲି। ଆଜି ଉଦ୍ଘାଟନ କରିଦେବା। ଆଉ କଞ୍ଚାଲଙ୍କା, ପିଆଜ, ଧନିଆ ପତ୍ର ତାକୁ ଟିକେ ଚପିଂ କରିଦେଇ ସେଇ ମୂଳାକୁର ଦେହରେ ମିଶାଇଦେଲି। ଲଙ୍କାଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ ତାକୁ ବି ମିଶାଇ ଦେଇ ଗୁଳାଗୁଳି କରି ରଖିଦେଲି। ରୁଟି ଗୋଟେ ବଳିଦେଲି। ରୁଟି ଗୋଟେ ବଳି ଦେଇ ତା ଦେହରେ ପୁରଟି ଦେଇଦେଲି। 3 ପଟୁ ଏଇଭଳି ଭାଙ୍ଗିଦେଲି। ତାକୁ ଆଉ ଟିକେ ଅଟା ଦେଇକିରି ଆଉ ଟିକେ ବଳିଦେଲି। ତାପରେ ତାୱା ବସେଇ ଗ୍ୟାସ୍ ଦେହରେ ତାକୁ ସୁନ୍ଦରରେ ସେକିଦେଲି। ଆଉ ଆପଣମାନେ ଏଇ ପରଟାଟିକୁ କିଛି ନ ଲଗେଇଲେ ମଧ୍ୟ ଖାଇପାରିବେ। ଆକୁ କିଛି ଲଗେଇଖିଆ ଦରକାର ନାହିଁ। ବଢ଼ିଆ ଲାଗୁଛି। ଆପଣମାନେ କରିକି ଖାଆନ୍ତୁ। କେମିତି ଲାଗିଲା ନିଶ୍ଚୟ କମେଣ୍ଟଟି ଦିଅନ୍ତୁ। ରହୁଛି।